ଆଜିର ମଧ୍ୟାହ୍ନ ଭୋଜନ ମାତ୍ର 15ରୁ 20 ମିନିଟ୍ ଭିତରେ ହେବ ରନ୍ଧନ। ଚଟପଟା ଖଟା ମିଠା ଡାଲି ସିଏ ବି ପୁଣି ଗୋଟେ ସିକ୍ରେଟ୍ ମସଲା ଗୁଣ୍ଡ ଦେଇକି ଆଉ ତା ସହିତ କଲରା ଭଜା ପୁରା ପୁର ଭରିକି ଆଉ ତା ସହିତ ମୂଳା ବରାକୁ ପାମ୍ପଡ଼ ଗରମ ଗରମ ଅରୁଆ ଭାତ ଜମିଯିବ ଆଜିର ମଧ୍ୟାହ୍ନ ଭୋଜନ ବହୁତ କମ୍ ସମୟରେ ଅତି ସହଜରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ମାତ୍ର 15ରୁ 20 ମିନିଟ୍ ଭିତରେ ଅତି ସହଜରେ ମଧ୍ୟାହ୍ନ ଭୋଜନ କରିବା ପ୍ରସ୍ତୁତ, ସିଏ ବି ପୁଣି ପୁରା ଚଟପଟା ଖଟା ମିଠା ରାଗ ଲୁଣିର। ତେବେ ଆସନ୍ତୁ ଆମେ ପ୍ରଥମେ ନେବା ଏଠି କଲରା। କିଛି କଲରାକୁ ଦେଖନ୍ତୁ ପୁରା ପତଳା ପତଳା ଏମିତି ଲମ୍ବା ଲମ୍ବା ଛୋଟ କଲରା ନେବେ। এই ରେସିପି ପାଇଁ ବା এই କଲରା ଭଜା ପାଇଁ ଆପଣମାନେ ଯେତେ ଛୋଟ କଲରା ଆଉ ପତଳା ପତଳା କଲରା ନେବେ ସେତେ ବଢ଼ିଆ ହେଇକି ପ୍ରସ୍ତୁତ ହେବ। କଲରାକୁ ପ୍ରଥମେ ଉପରୁ ଟିକେ ଚାଞ୍ଚି ଦେବା ଉପର ଚୋପାଟାକୁ ଆଉ ମଝିରୁ ଟିକେ କାଟି ଦେଇକି ତା ଭିତରର ମଞ୍ଜି ସବୁକୁ କାଢ଼ିଦେବା। ପ୍ରାୟତଃ କଲରାର ମଞ୍ଜି ଟିକେ ଅଧିକ ପିତା ଲାଗିଥାଏ ଆଉ କିଛି ଲୋକଙ୍କର ଗ୍ୟାସ୍ ମଧ୍ୟ ହେଇଥାଏ। ସେଥିପାଇଁ ଆପଣମାନେ ମଞ୍ଜିକୁ କାଢ଼ି ଦେଇପାରନ୍ତି, ନଚେତ୍ ଯଦି ମଞ୍ଜି ଆପଣଙ୍କୁ ପସନ୍ଦ ତାହେଲେ ମଞ୍ଜିକୁ କାଢ଼ିକି ପରେ ଆପଣମାନେ ପୁର ଦେଲାବେଳେ ମଧ୍ୟ ବ୍ୟବହାର କରିପାରନ୍ତି। କିନ୍ତୁ ଏଠି ମୁଁ ପୁରା ମଞ୍ଜିକୁ ବାହାର କରିସାରିବା ପରେ ସେଥିରେ ଟିକେ ଲୁଣ ଆଉ ଟିକେ ହଳଦୀ ଦେଇକି ଭଲ ଭାବରେ ଗୋଳେଇ ଦେବି। ଗୋଳେଇ ଦେଇକି 15 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି ରଖିଦେବା। ଏମିତି ହେଲେ କ'ଣ ହେବ ନା 15-20 ମିନିଟ୍ ଭିତରେ କଲରାରୁ ଟିକେ ପାଣି ବାହାରିବାକୁ ଲାଗିବ। ଏବେ ଦେଖନ୍ତୁ ତାକୁ ଟିକେ ସାଇଡ଼କୁ ରଖିଦେବା। ଆଉ ଏବେ ନେବା ଟିକେ ତେନ୍ତୁଳି ଆଉ ଗୁଡ଼ ଗୋଟେ ବଡ଼ ଚାମଚ। ଆଜିର ମଧ୍ୟାହ୍ନ ଥାଳି ପୁରା ଚଟପଟା ବଢ଼ିଆ ଲାଗିବ। ଆପଣମାନେ ଥରେ ଏମିତି ପ୍ରସ୍ତୁତ କରନ୍ତୁ। ପ୍ରଥମତଃ ଏମିତି ପ୍ରୋସେସ୍ରେ ଯଦି ଆପଣମାନେ ରୋଷେଇ କରିବେ ବହୁତ ଜଲ୍ଦି ପ୍ରସ୍ତୁତ ହେଇଯିବ। ତା ସହିତ ପୁରା ଚଟପଟା ଟିକେ ଅଲଗା ରହିବ ଆମର ଆଜିର ମଧ୍ୟାହ୍ନ ଭୋଜନ। ଏବେ ଦେଖନ୍ତୁ ଏବେ ଆମେ ତେନ୍ତୁଳି ଆଉ ଗୁଡ଼କୁ ଟିକେ ସାଇଡ଼କୁ ରଖିଦେବା। ଗୁଡ଼ ଆଉ ତେନ୍ତୁଳିରେ ମୁଁ ଗରମ ପାଣି ଦେଇକି ଭିଜେଇକି ରଖିଦେଇଛି। ଏବେ ଆମେ ନେବା ଚାଉଳ। ଗୋଟେ ଗିନା ଚାଉଳକୁ ମୁଁ ଭଲ ଭାବରେ ଏଠି ଧୋଇ ଦେଇଛି। ଗୋଟେ ଟିଫିନ୍ ବକ୍ସରେ ମୁଁ ଏଠି ନେଇଯିବି ଧୁଆ ଚାଉଳକୁ। ତା ସହିତ ଯେତିକି ଚାଉଳ ନେବା ତାର 2 ଗୁଣ ନେବା ପାଣି। ଏବେ ଆମେ ଗୋଟେ ଚାଉଳ ପାଇଁ 2 ଗିନା ନେଇଛୁ ପାଣି। ଅଳ୍ପ ଟିକେ ଦେଇଦେବା ଦେଶୀ ଘିଅ ଭଲ ବାସ୍ନା ଆଉ ଭଲ ଭାତ ଗୋଟି ଗୋଟି ହେବା ପାଇଁ। ଆଉ ଟିକେ ଦେଇଦେବା ଲୁଣ ଆଉ ଟିକେ ଲେମ୍ବୁ ରସ। ଲେମ୍ବୁ ରସ ଅଳ୍ପ ଟିକେ ଦେଇକି ସେ ଲେମ୍ବୁ ଚୋପା ବି ଏଥିରେ ପକାଇଦେବା, ବହୁତ ବଢ଼ିଆ ଫ୍ଲେଭର ଆସିବ ଆଉ ଭାତ ପୁରା ଗୋଟି ଗୋଟି ହେଇକି ପ୍ରସ୍ତୁତ ହେବ। ତା ସହିତ ମୁଁ ଏଠି 4ଟି ଜୁଆଣି ପତ୍ର ପକାଇ ଦେଉଛି। ଜୁଆଣି ପତ୍ରରେ ବିଲକୁଲ ସ୍ୱାଦ ବଦଳିବନି, କିନ୍ତୁ ଜୁଆଣିର ସବୁ ଗୁଣ ଏ ଭାତକୁ ଚାଲି ଆସିବ। ଆପଣମାନେ ଯେତେବେଳେ ଭାତ ପ୍ରସ୍ତୁତ କରୁଛନ୍ତି ଜୁଆଣି ପତ୍ର ହେଉ କିମ୍ବା ସଜନା ଶାଗ ହେଉ କିମ୍ବା ଭୃଷଙ୍ଗ ପତ୍ର ହେଉ କିଛି ପକାଇଦେବେ। ବାସ୍ନା ବିଲକୁଲ କିଛି ହେବନି, କିନ୍ତୁ ତାର ଔଷଧୀୟ ଗୁଣ ଏ ଭାତକୁ ଯିବ, ଯାହାକି ଆମ ଦେହ ପାଇଁ ବହୁତ ଭଲ। ତାକୁ ଘୋଡ଼େଇକି ଟିକେ କଡ଼କୁ ରଖିଦେବା। ଏଠି ଦେଖନ୍ତୁ ମୁଁ ନେଇଛି ଗୋଟେ କପ୍ ଡାଲି। ଗୋଟେ କପ୍ ହରଡ଼ ଡାଲିକୁ ଭଲ ଭାବରେ ଧୋଇକି 10ରୁ 15 ମିନିଟ୍ ପାଇଁ ବତୁରେଇ ଦେଇଥିବା, ଯାହାଫଳରେ କି ଡାଲି ବି ବହୁତ ଜଲ୍ଦି ପ୍ରସ୍ତୁତ ହେଇଯିବ। ପ୍ରେସର କୁକରରେ ଡାଲିକୁ ଧୋଇକି ଦେଇସାରିବା ପରେ ଗୋଟେ କପ୍ ଡାଲି ପାଇଁ 2 କପ୍ ଦେବା ପାଣି। ଗୋଟେ ଟମାଟୋକୁ ଛୋଟ ଛୋଟ ଖଣ୍ଡ କରିକି କାଟିକି ପକାଇଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଏସବୁକୁ ଭଲ ଭାବରେ ମିଶାଇଦେବା। ତାପରେ ଏ ପ୍ରେସର କୁକର ଭିତରେ ଆମେ ଯେଉଁ ଭାତ ପାଇଁ ଆମେ ଚାଉଳ ଆଉ ସବୁ ଜିନିଷ ଦେଇକି ପ୍ରସ୍ତୁତ କରିକି ରଖିଥିଲେ ଘୋଡ଼େଇକି, ଏଇ ଚାଉଳକୁ ଅଧଘଣ୍ଟା ପାଇଁ ମୁଁ ବତୁରେଇକି ରଖିଥିଲି। ଏବେ ଆମେ ଢାଙ୍କୁଣି ଦେଇକି ରଖିଦେବା। ତା ଉପରେ ଏମିତି ଗୋଟେ ଜାଲିବାଲା ପ୍ଲେଟ୍ ନେଇଯିବା। ଆପଣମାନେ ଯଦି ଜାଲିବାଲା ପ୍ଲେଟ୍ ନେଉନାହାନ୍ତି ତାହେଲେ ନର୍ମାଲ ପ୍ଲେଟ୍ ନେଇଯିବେ, କିନ୍ତୁ ତାକୁ ଘୋଡ଼େଇକି ରଖିବେ ଏଇ କଲରାକୁ ଦେଇସାରିବା ପରେ। ଏଠି ଦେଖନ୍ତୁ ତାକୁ ଟିକେ ସାଇଡ଼କୁ କରିକି ଆମେ ଯେଉଁ କଲରାକୁ ଲୁଣ ଆଉ ହଳଦୀ ଦେଇକି ରଖିଥିଲେ 15 ମିନିଟ୍ ପାଇଁ, ଏଠି କଲରାରୁ ଦେଖନ୍ତୁ ଭଲ ଭାବରେ ତାକୁ ଚୁପୁଡ଼ି ଦେବେ। ଏମିତି ଚୁପୁଡ଼ିଲେ କେତେ ବଢ଼ିଆରେ ଦେଖନ୍ତୁ ଗ୍ରୀନ୍ କଲର୍ର ପାଣି ସବୁ ବାହାରି ଯାଉଛି। ଏଥିରେ ବହୁତ ପିତା ଅଂଶ ଅଛି। ଆପଣମାନେ ଏମିତି ଯଦି ଚୁପୁଡ଼ି ଦେବେ ପ୍ରଥମରୁ ଲୁଣ ଗୋଳେଇକି ତାର ପିତା ଅଂଶ ବହୁତ ପଳାଇବ। ତାପରେ ଆପଣମାନେ ଏଇ କଲରାକୁ ଷ୍ଟିମ୍ କରିବେ, ସିଝେଇବେନି ଏକାଥରକେ। ଆମେ ଏଇ ଜାଲି ପ୍ଲେଟ୍ରେ ଦେଇଦେଲେ ବଢ଼ିଆ ଭାବରେ ଷ୍ଟିମ୍ ହେଇଯିବ, ଯାହାକି କଲରାଟା ଖାଇବା ପାଇଁ ବେଶୀ ନରମ ଆଉ ବଢ଼ିଆ ଲାଗିବ। କଲରା ନ ଖାଉଥିବା ଲୋକ ବି ଏଇ କଲରା ଭଜାକୁ ବହୁତ ଖୁସିରେ ଖାଇବେ, ଏତେ ସୁଆଦିଆ। ଏବେ ଆମେ ପ୍ରେସର କୁକର ଢାଙ୍କୁଣି ଦେଇକି ବସାଇଦେବା ମିଡ଼ିୟମ୍ ଫ୍ଲେମ୍ରେ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ। ସେଇ ଭିତରେ ଆସନ୍ତୁ ଗୋଟେ ଜବରଦସ୍ତ ମସଲା ଗୁଣ୍ଡ ପ୍ରସ୍ତୁତ କରିବା। କଡ଼େଇକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ବସାଇକି 4 ବଡ଼ ଚାମଚ ଦେଇଦେବା ଚିନାବାଦାମ, 2 ବଡ଼ ଚାମଚ ଦେଇଦେବା ନଡ଼ିଆ ପାତି। ଯେଉଁ ନଡ଼ିଆ କି ତାଜା ନଡ଼ିଆ ଆପଣମାନେ ଶୁଖାଇ ଦେବେ ପତଳା ପତଳା କରିକି, ଏମିତି ପାତି ନଡ଼ିଆ ଦେଲେ ବହୁତ ବଢ଼ିଆ ଲାଗିବ। ତା ସହିତ ଗୋଟେ ଚାମଚ ନେବା ଧନିଆ, ଅଧା ଚାମଚ ନେବା ଜିରା, ଅଧା ଚାମଚ ନେବା ପାନମହୁରି ଆଉ
गोटे छोट चामचर अधा चामच नवा सोरिष आउ राशि नवा गोटे बड़ चामच ए सबको लो टू मीडियम फ्लेम रे भल भाव टिके भाजीदेवा। जमी देखिए नड़िया चिनाबादाम टिके हल्का बेसी बादामी रंग हो यही मसलाटा टिके डार्क कलर होकर रहिबो माने नड़िया चिनाबादाम को टिके भल भाव में पोड़ पोड़ करके भाजिबे। बास्ना और स्वाद बहुत बढ़िया रहिबो। आपण माने देखिथिबे नड़ियाटा पोड़ी गले केते सुआदिया लागे। आपण माने एमिति जदि नड़िया को टिके भल भाव में भाजी देबे एई मसला गुंडटा भारी बढ़िया लागिबो, हल्का मीठा मीठा होइकी लागिबो। एबे हमर मसला गुंड बढ़िया भाव में भाजी हे गलानी, ताको पूरा ठंडा कर देबा। सेथिरे मिसेबा आधा छोट चामच हळदी गुंड, गोटे चामच लंका गुंड आ स्वाद अनुसार देदेबा लुण आ गोटे चामच दबा गरम मसला गुंड। आपको भल भाव में आम दरदर गुंड करके रखा। आउ यही मसला गुंड को आपण मैंने 2 मास पर्यंत रखिकी बढ़िया भाव में व्यवहार करें। आर बास्ना स्वाद जबरदस्त रहिबो। आपण मैंने बैगण भेंडी जेकोसी खटा मिठा डाली कलरा भजा एमिति पुर दिया हो कि ऊपर खाली गोटे चामच छिंची देबे, देखिए सबू रेसिपीर स्वाद पूरा 2 गुण बढ़ीज। एमिति निश्चय प्रस्तुत करंतु ए मसला गुंड को। यही मसला गुंडटा भारी टेस्टी रहिबो, जेकोसी व्यंजन आपण मैंने पके देबे। एठी देखंतु जेहेतु टिके अधिक क्वांटिटी मु प्रस्तुत करिछि एठी मसला, ए मसला गुंड को आमे रखिदेबा। पूरा मासे पर्यंत आपण मैंने आराम रे रखी पारिबे। एई मसला गुंडरू आज आमे प्रस्तुत करिबा 3 प्रकार व्यंजन, बहुत बढ़िया लागिबो। शॉर्टकट रे भी आपण मैंने प्रस्तुत करि पारिबे एमिति जदि थरे बनेकी रखिदेबे। एई मसला गुंड हमर प्रस्तुत हो जाइछि। एथिरु 3 बड़ चामच आम मसला गुंड गोटे थाली को बाहर करदेबा। आउ आमे जो आगरू तेंतुली गुड़ को बतुरेकी रखिथिले गरम पानी रे भल भाव टिके चकटी देबा। एठी बढ़िया भाव में तेंतुली नरम हो जाइछि। सेथिरु गोटे बड़ चामच रस देदेबा, खट्टा मिठा होइकी मसला रहिबो। तापर किछि धनिया पत्र आमे गुंड करके काटिके गोळेके टिके साइड को रखिदेबा। एठी आमे मूला बरा प्रस्तुत करबा पई नबा एठी मूला पत्र आ गोटे मूला ताजा मूला नेबे जार कि साग बहुत बढ़िया नरम होइथिबो आ ताजा होइथिबो। एठी देखंतु नरम साग गुडी को आमे डांगरो बाहर करदेबा। आ मूला को बढ़िया भाव में ऊपर एमिति चांछि देबा आ ताको कोरिकी नबा। एबे देखंतु आमे एई मूला पत्र आ मूला रे केमिति बरा प्रस्तुत करबा, बहुत बढ़िया लागिबो। मात्र 5 ରୁ 7 मिनिट भितर मध्य प्रस्तुत हो जिवो। एबे पूरा पूरी आमे साग को भल भाव में धोईकी पूरा गुंड करके काटिदेबा। पूरा गुंडे की काटिबे, बहुत बढ़िया लागिबो, पूरा मिसी जिवो। एई जो आमे बरा प्रस्तुत करबा बढ़िया भाव में। एबे आमे एई साग को गुंड करके काटी सारिबा परे मूला को जो कोरिबे टिके मोटा वाला ग्रेटर रे कोरिबे। एई बरा खाइबा को भारी बढ़िया लागिबो। भितरु पूरा नरम, ऊपर पूरा क्रिस्पी रहिबो, पूरा मुसमुस होइकी रहिबो। आ मूला को जदि पूरा गुंडे की काटी देबे सेते भल लागिबोनी, टिके मोटा मोटा करके काटिबे। ता सहित धनिया पत्र कटा किछि दे देबा। आ जो मसला गुंड आमे प्रस्तुत करिथिले एबे सेई मसला गुंडरू चटपटा मसला गुंडरू गोटे बड़ चामच आ गोटे बड़ चामच दबा बेसन, गोटे बड़ चामच दबा चाउल गुंड आ स्वाद अनुसार लुण, टिके हळदी गुंड, टिके लंका गुंड। एई सब को भल भाव में गोळेई देबा, जेमिति बिल्कुल पानी देबेनी। मूला पत्र आ मूलार रस रे जेतिकी थिबो रस, सेई रस रे आको भल भाव में चकटिबे। बढ़िया प्रस्तुत हम। ये मसला गुंडर बास्ना पूरा चटपटा होइकी रहिबो। देखंतु एमिति प्रस्तुत करदेबे। तावा को बसई देबे, सोरिष तेल रे करिवे। पूरा लो टू मीडियम फ्लेम रे ये सब बरा को प्रथमे देदेबे छोट छोट करके, जमिति बरा बा पिठौ प्रस्तुत करती सेमिति टिके हल्का, पूरा भी पतला नुह कि पूरा भी मोटा नुह, टिके मझी मझिया करके आपण माने देदेबे पिठौ परी बा बरा परी। तापरे ऊपर आउ टिके सोरिष तेल देदेबे। आ पूरा पूरी क्रिस्पी बा मुसमुसिया हवा पर्यंत टिके देखंतु जेमिति बादामी रंग हो जिवो, सेमिति बढ़िया भाव में क्रिस्पी क्रिस्पी करके भाजी देबे। एठी देखंतु आमर मूला बरा मध्य प्रस्तुत हो जाइछि बहुत कम समय भितर, 5 ରୁ 7 मिनिट भितर। जेहेतु आम एथिरे चाउल गुंड देइछे, पूरा मुसमुसिया बा पूरा क्रिस्पी रहिबो, स्वाद भी बहुत बढ़िया रहिबो। सेई भितर आसंतु आमे देखिदेबा। आमे जो भात कलरा डाली ए सब को सिझेइथिले बढ़िया भाव में सिझी गलानी। एबे आमे कलरा को काढिदेबा। देखंतु केते सुंदर भाव में कलरा ठी स्टीम हो जाइछि। आ भात देखंतु केते गोटी गोटी हेकी बढ़िया भाव में हो जाइछि। एमिति आमे जो
ପକେଇଥିଲେ ଜୁଆଣି ପତ୍ର ଆଉ ଲେମ୍ବୁ ଚୋପା ଏସବୁକୁ ଉପରେ ରହିଯାଇଥିବ ତାକୁ କାଢ଼ିଦେବେ। ତାପରେ ଡାଲି ବି ବଢ଼ିଆ ଭାବରେ ଏଠି ସିଝି ଯାଇଛି। ଏବେ ଆମର ଆଉ କିଛି କାମ ନାହିଁ, ଡାଲିକୁ ଛୁଙ୍କିବା ଆଉ କଲରାକୁ ପୁର ଦେଇକି ଭାଜିଦେବା। ଏଠି ଲେମ୍ବୁର ବାସ୍ନା ବହୁତ ବଢ଼ିଆ ରହିବ। ଏଇ ଭାତ ପୁରାପୁରି ଫ୍ଲେଭରଫୁଲ୍ ଭାତ ହେଇଯିବ। ଯଦି ଆପଣମାନେ ପ୍ରତ୍ୟେକ ଦିନ ଭାତ ରାନ୍ଧିଲା ବେଳେ ଏଇ ଜୁଆଣି ପତ୍ର 3-4ଟି ପକେଇଦେବେ, କେବେ ବି ଗ୍ୟାସ୍ ହେବନି ଏଇ ଭାତକୁ ଯଦି ଖାଇବେ। ଏମିତିରେ ଜୁଆଣି ପତ୍ର ବି ଘରେ ଆପଣମାନେ ନିଶ୍ଚୟ ଲଗାନ୍ତୁ। ଦେହ ପାଇଁ এই ଜୁଆଣି ପତ୍ର ବହୁତ ଭଲ। ସକାଳେ ଉଠିକି 2ଟା ଜୁଆଣି ପତ୍ର ମଧ୍ୟ ଚୋବେଇକି ଖାଆନ୍ତୁ, ଦେଖିବେ କେବେ ବି ଗ୍ୟାଷ୍ଟ୍ରିକ୍ ହେବନି ଆପଣଙ୍କର। ଏଠି ଦେଖନ୍ତୁ ଆମେ ଯେଉଁ କଲରାକୁ ଷ୍ଟିମ୍ କରିକି ରଖିଥିଲେ, ଏଠି କଲରା ବଢ଼ିଆ ଭାବରେ ସିଝି ଯାଇଛି। ଆପଣମାନେ ଯେତେବେଳେ କଲରାର ଏଇ ବ୍ୟଞ୍ଜନଟି ପ୍ରସ୍ତୁତ କରିବେ ସବୁବେଳେ ଷ୍ଟିମ୍ କରିକି ପ୍ରସ୍ତୁତ କରିବେ, କେବେ ବି ସିଝେଇବେନି। ସିଝେଇ ଦେଲେ କଲରାର ବେନିଫିଟ୍ ପଳେଇବ ଯାହା ଅଛି, କିନ୍ତୁ ଏମିତି ଷ୍ଟିମ୍ କଲେ ଆମ ଦେହ ପାଇଁ ବି ବହୁତ ଭଲ, ପିତା ବି ଟିକେ କମ୍ ହେଇଯିବ। କଲରା ନିଶ୍ଚୟ ଖାଇବା କଥା। ଯାହାକୁ ବି କଲରା ଭଲ ନୁହଁ, ଥରେ ଏମିତି ଖଟା ମିଠା ଚଟପଟା ମସଲା ପୁର ଦେଇକି ପ୍ରସ୍ତୁତ କରନ୍ତୁ, ଦେଖିବେ କଲରା ବହୁତ ବଢ଼ିଆ ଲାଗିବ, ସମସ୍ତେ ଖୁସିରେ ଖାଇବେ। ଏଠି ଦେଖନ୍ତୁ ଆମେ ଏଇ ଯେଉଁ ମସଲା ଗୁଣ୍ଡ ପ୍ରସ୍ତୁତ କରିକି ରଖିଥିଲେ ତେନ୍ତୁଳି ଗୁଡ଼ ଦେଇକି ଚକଟିକି, ଏଇ ପୁରକୁ କଲରାରେ ପୁରା ଭର୍ତ୍ତି କରିକି ଦେଇଦେବେ। ତାପରେ ସୋରିଷ ତେଲ 1 ଚାମଚ ଦେଇକି এই କଲରାକୁ ପୁରାପୁରି ବାଦାମୀ କରିକି ବା ପୁରା ହାଲକା ବ୍ରାଉନ୍ କରିକି ଭାଜିଦେବେ। ଉପରଟା ଟିକେ ପୋଡ଼ପୋଡ଼ ହେଇକି ଥିବ ଆଉ ଭିତରେ ପୁରା ଚଟପଟା ଖଟା ମିଠାର ମସଲା ଗୁଣ୍ଡରେ ଆମେ ଯେଉଁ ଦେଇଛେ ବହୁତ ବଢ଼ିଆ ଲାଗିବ। ଏମିତି ନିଶ୍ଚୟ ଥରେ ପ୍ରସ୍ତୁତ କରନ୍ତୁ, ଦେଖିବେ କଲରା ଆପଣଙ୍କୁ ଏତେ ଭଲ ଲାଗିବ ଯେ ଆପଣମାନେ ସବୁବେଳେ ଏମିତି କଲରା ଭାଜିବାକୁ ପସନ୍ଦ କରିବେ। ମାତ୍ର 5ରୁ 7 ମିନିଟ୍ ଭିତରେ এই କଲରା ଭଜା ମଧ୍ୟ ପ୍ରସ୍ତୁତ ହେଇଯିବ। ଆଉ ଦେଖନ୍ତୁ ଯେତେବେଳେ ଓଲଟେଇ ଦେବେ ଟିକେ ବାଦାମୀ ରଙ୍ଗ ଗୋଟେ ପଟ ହେଇଗଲା ପରେ, ତା ଉପରେ ଆମେ ଯେଉଁ ମସଲା ଗୁଣ୍ଡ ପ୍ରସ୍ତୁତ କରିଥିଲେ ସବୁ ଜିନିଷ ଭାଜିକି ଚିନାବାଦାମ ହକା, ସେଥିରୁ 1 ଚାମଚ ମସଲା ଗୁଣ୍ଡ ଛୋଟ 1 ଚାମଚ ଦେଇଦେବା। ଆଉ କିଛି କଟା ଧନିଆ ପତ୍ର ଦେଇଦେଇକି ଭଲ ଭାବରେ ତାକୁ ପୁରାପୁରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଚାରିପଟକୁ ପୋଡ଼ ପୋଡ଼ କରିକି ଭାଜିଦେବା। ଦେଖନ୍ତୁ ଉପରେ ବି ମସଲାର ଟିକେ ହାଲକା ହାଲକା କୋଟିଂ ରହିବ, ଭିତରେ ପୁରା ମସଲାରେ ଭରା। এই କଲରା ବଢ଼ିଆ ଲାଗିବ, ଯେହେତୁ ଷ୍ଟିମ୍ ହେଇଯାଇଛି ପୁରା ନରମ ବି ରହିବ। ଆଉ ଖାଲି ଆମେ ଡାଲି ଛୁଙ୍କିବା। ଡାଲି ଛୁଙ୍କିବା ପାଇଁ ମାଟି ହାଣ୍ଡିରେ 1 ଚାମଚ ଦେଇଦେବା ସୋରିଷ ତେଲ, ଭଲ ବାସ୍ନା ପାଇଁ ହେଙ୍ଗୁ, 5 ଫୁଟଣ 1 ଛୋଟ ଚାମଚ, କିଛି 2ଟି କଞ୍ଚା ଲଙ୍କାକୁ ପୁରା ଗୁଣ୍ଡ କରିକି କାଟିକି ପକାଇଦେବା। ଆଉ କିଛି ଦେବା ଭୃସଙ୍ଗ ପତ୍ର। ଭୃସଙ୍ଗ ପତ୍ରରେ ବହୁତ ବଢ଼ିଆ ବାସ୍ନା ଆସିବ। ଖଟା ମିଠା ଡାଲି ପ୍ରସ୍ତୁତ କଲାବେଳେ ନିଶ୍ଚୟ ଭୃସଙ୍ଗ ପତ୍ର ଆଉ 5 ଫୁଟଣ ପକାଇବେ। ଭଲ ଭାବରେ ଟିକେ ଭାଜି ହେଇଗଲା ପରେ ଆମେ ଯେଉଁ ମସଲା ଗୁଣ୍ଡ ପ୍ରସ୍ତୁତ କରିଥିଲେ ସେଇ ମସଲା ଗୁଣ୍ଡରୁ 1 ବା 2 ବଡ଼ ଚାମଚ ଦେଇଦେବା। ଆଉ ଲଙ୍କା ଗୁଣ୍ଡ ଟିକେ ଭଲ ରଙ୍ଗ ପାଇଁ ଦେଇଦେଇକି ଭଲ ଭାବରେ ତାକୁ ଟିକେ ଗୋଳେଇ ଦେବା। ଟିକେ ହଳଦୀ ଗୁଣ୍ଡ ମଧ୍ୟ ଦେବା। ତାପରେ ତେନ୍ତୁଳି ଗୁଡ଼ ରସ 1ରୁ 2 ବଡ଼ ଚାମଚ ଦେଇଦେବା। ଭଲ ଭାବରେ 1 ମିନିଟ୍ ଭାଜିଦେବା ବା ଟିକେ ଗୋଳେଇ ଦେବା। ତାପରେ ଆମର ଡାଲିକୁ ଏଠି ଛୁଙ୍କିଦେବା। ଏମିତି ଥରେ ଡାଲି ପ୍ରସ୍ତୁତ କରନ୍ତୁ, ଆପଣମାନେ ସାଧାରଣ ହରଡ଼ ଡାଲି ଅପେକ୍ଷା ଏମିତି ଛୁଙ୍କ ଦିଆ ଖଟା ମିଠା ଡାଲି ଥରେ ପ୍ରସ୍ତୁତ କରନ୍ତୁ ଏ ସିକ୍ରେଟ୍ ମସଲା ଗୁଣ୍ଡ ଦେଇକି, ଦେଖିବେ ପୁରାପୁରି ଜବରଦସ୍ତ ରହିବ ଏଇ ଖଟା ମିଠା ଚଟପଟା ହରଡ଼ ଡାଲି। ଡାଲି ଯେତେବେଳେ ଭଲ ଭାବରେ ଟିକେ ଫୁଟିଯିବ, ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେବା। କିଛି କଟା ଧନିଆ ପତ୍ର ପକାଇବା। ଧନିଆ ପତ୍ର ଟିକେ ଅଧିକ ପକାଇବେ। ଦେଖନ୍ତୁ ମାଟି ହାଣ୍ଡିରେ ରୋଷେଇ କଲେ ଏକରେ ତ ଦେହ ପାଇଁ ବହୁତ ଭଲ। ମୁଁ ବାହାର କରିବାର ଚୁଲିରୁ 5 ମିନିଟ୍ ହେଲାଣି, ଦେଖନ୍ତୁ ଏବେ ବି ଡାଲି ଫୁଟୁଛି। ଶେଷରେ ଆଉ 1 ମିନିଟ୍ ଲାଗିବ ପାମ୍ପଡ଼ ଟିକେ ଭାଜିଦେବା ବା ସେକିଦେବା। ପାମ୍ପଡ଼କୁ ବିନା ତେଲରେ ଆପଣମାନେ ଏମିତି ସେକିପାରିବେ। ତାୱାକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବରେ ଗରମ କରିଦେବେ। ଆଉ ପାମ୍ପଡ଼କୁ ଏମିତି 1 ସଫା କପଡ଼ାରେ ଚାପି ଚାପି ବଢ଼ିଆ ଭାବରେ ସବୁଆଡ଼ ଯେମିତି ଭଲ ଭାବରେ କୁକ୍ ହେଇଯିବ ସେମିତି ତାକୁ ସେକିଦେବେ। ତାପରେ ତାକୁ ଯେମିତି ପାନ ପରି ବା କୋନ୍ ପରି ମୋଡ଼ିଦେବେ। ଏମିତି ଗରମ ଅବସ୍ଥାରେ ଟିକେ ମୋଡ଼ିବେ, ଯାହାଫଳରେ କି ସେ ବଢ଼ିଆ ଭାବରେ ପାନ ବା କୋନ୍ର ଆକୃତି ନେଇଯିବ। ଦେଖନ୍ତୁ ଏମିତି ପ୍ରସ୍ତୁତ ହେଇଗଲା ଆମର ବିନା ଛଣା ସେକା ପାମ୍ପଡ଼। ଏମିତିରେ ଆମେ ଯେଉଁ ମସଲା ଗୁଣ୍ଡଟା ପ୍ରସ୍ତୁତ କଲେ ସେଇ ମସଲା ଗୁଣ୍ଡଟା ଭାରି ସୁଆଦିଆ, ଯେକୌଣସି ବ୍ୟଞ୍ଜନରେ ପକାଇଲେ ପୁରାପୁରି ସ୍ୱାଦ ବଢ଼େଇ ଦେବ। ଆମେ ଡାଲିରେ ମଧ୍ୟ ଛୁଙ୍କିଛେ ସେଇ ମସଲା ଗୁଣ୍ଡ ଦେଇକି। କଲରା ଭଜାରେ ସ୍ପେଶାଲ এই ମସଲା ଗୁଣ୍ଡକୁ ତେନ୍ତୁଳି ଗୁଡ଼ ଚକଟିକି ଆମେ ବ୍ୟବହାର କରିଛେ, ଯାହାକି ଖୁବ୍ ସ୍ୱାଦିଷ୍ଟ। ତା ସହିତ ମୂଳା ବରାରେ ମଧ୍ୟ এই ମସଲା ଗୁଣ୍ଡ ଆମେ ବ୍ୟବହାର କରିଛେ। ତା ମାନେ ଆଜି ଆମେ ମଧ୍ୟାହ୍ନ ଥାଳିରେ 3 ପ୍ରକାରର ବ୍ୟଞ୍ଜନରେ এই ମସଲା ଗୁଣ୍ଡକୁ ବ୍ୟବହାର କରି। ଯଦି ଆପଣମାନେ କାର୍ଯ୍ୟବହୁଳ ଥାନ୍ତି କିମ୍ବା କେତେବେଳେ ଆପଣମାନେ ତରତରିଆ ମୁଡ଼ରେ ଥାନ୍ତି, ଏମିତି ସର୍ଟକଟ୍ ମେଥଡ଼କୁ ଆପଣମାନେ ଯଦି ଆପ୍ଲାଏ କରିକି ବହୁତ କମ୍ ସମୟରେ ଅତି ସହଜରେ ପ୍ରସ୍ତୁତ କରିପାରିବେ, ମଧ୍ୟାହ୍ନ ଥାଳି ହେଉ କିମ୍ବା
ଯେକୌଣସି ବ୍ୟଞ୍ଜନ ମନେକର ଆପଣମାନେ ପଖାଳ ଭାତ ମଧ୍ୟ ପ୍ରସ୍ତୁତ କରିଥିବେ, ଏହି ମସଲା ଗୁଣ୍ଡକୁ ପ୍ରସ୍ତୁତ କରିକି ଯଦି ରଖିଥିବେ କଲରାକୁ ମଧ୍ୟ ଭାଜି ପାରିବେ ମାତ୍ର 10 ମିନିଟ୍ ଭିତରେ। ସେମିତି ମୂଳା ବରା ହଉ ଯେକୌଣସି ପ୍ରସ୍ତୁତ କରିପାରିବେ ବ୍ୟଞ୍ଜନ ଏହି ମସଲା ଗୁଣ୍ଡରେ ପୁରାପୁରି ସୁଆଦିଆ। ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜା ହେଇଗଲା ଆମର ମଧ୍ୟାହ୍ନ ଥାଳି, କେତେ ସହଜରେ କେତେ ସୁବିଧାରେ। ଆପଣମାନେ ମଧ୍ୟ ଏମିତି ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ଆଜି ପାଇଁ ଏତିକି। ଜୟ ଜୟ ଜଗନ୍ନାଥ।